ମୁଁ ନିଜ ପ୍ରକୃତିର ଅଧୀନ କରି ନିଜ ଯୋଗମାୟା ବଳରେ ପ୍ରକଟ ହୋଇଥାଏ। ଏହାର ଅଭିପ୍ରାୟ କ'ଣ? ଭଗବାନ କହୁଛନ୍ତି ଯେ ସାଧାରଣ ଜୀବର ଜନ୍ମଠାରୁ ନିଜ ଜନ୍ମର ବିଲକ୍ଷଣତା, ଜୀବମାନେ ଯେପରି ପ୍ରକୃତିର ବଶ ହୋଇ ନିଜ ନିଜର କର୍ମ ଅନୁସାରେ ଭଲ ମନ୍ଦ ଜୁନିରେ ଜନ୍ମଗ୍ରହଣ କରନ୍ତି ଓ ସୁଖ ଦୁଃଖ ଭୋଗ କରନ୍ତି, ମୋର ଜନ୍ମ ସେପରି ହୁଏ ନାହିଁ। ମୁଁ ନିଜ ପ୍ରକୃତିର ଅଧିଷ୍ଠାତା ହୋଇ ସ୍ୱୟଂ ନିଜର ଯୋଗମାୟା ବଳରେ ସମୟ ସମୟରେ ଦିବ୍ୟଲୀଳା କରିବା ନିମନ୍ତେ ଯଥୋଚିତ ରୂପ ଧାରଣ କରିଥାଏ। ମୋର ଏହି ଜନ୍ମ ସ୍ୱତନ୍ତ୍ର ଓ ଦିବ୍ୟ ହୋଇଥାଏ। ତାହା ଜୀବମାନଙ୍କ ପରି କର୍ମବଶ ହୁଏ ନାହିଁ। ସାଧାରଣ ଜୀବମାନଙ୍କର ଜନ୍ମ ମୃତ୍ୟୁ ଏବଂ ଭଗବାନଙ୍କର ପ୍ରକଟ ଅନ୍ତର୍ଧାନ ମଧ୍ୟରେ ପାର୍ଥକ୍ୟ କ'ଣ? ସାଧାରଣ ଜୀବମାନଙ୍କର ଜନ୍ମ ମୃତ୍ୟୁ ସେମାନଙ୍କ କର୍ମ ଅନୁସାରେ ହୋଇଥାଏ। ସେମାନଙ୍କ ଇଚ୍ଛା ଅନୁସାରେ ହୁଏ ନାହିଁ। ସେମାନଙ୍କୁ ମାତାଙ୍କ ଗର୍ଭରେ ରହି କଷ୍ଟ ଭୋଗ କରିବାକୁ ପଡ଼ିଥାଏ। ଜନ୍ମ ସମୟରେ ମାତାଙ୍କ ଯୋନିରୁ ଶରୀର ସହିତ ବାହାରିବାକୁ ହୁଏ। ତାପରେ ଧୀରେ ଧୀରେ ବୁଦ୍ଧିପ୍ରାପ୍ତ ହୋଇ ସେହି ଶରୀର ଅବକ୍ଷୟ ହେବା ପରେ ମରିଯିବାକୁ ହୁଏ। କର୍ମ ଅନୁସାରେ ପୁନର୍ବାର ଅନ୍ୟ ଯୋନିରେ ଜନ୍ମ ନେବାକୁ ହୁଏ। କିନ୍ତୁ ଭଗବାନଙ୍କର ପ୍ରକଟ ଓ ଅନ୍ତର୍ଧାନ ଏହାଠାରୁ ଅତ୍ୟନ୍ତ ଅଲୌକିକ ଏବଂ ତାହା ତାଙ୍କର ଇଚ୍ଛା ଉପରେ ହିଁ ନିର୍ଭର କରେ। ସେ ଯେତେବେଳେ ଇଚ୍ଛା କରନ୍ତି, ଯେଉଁଠି ଇଚ୍ଛା କରନ୍ତି ଏବଂ ଯେଉଁ ରୂପରେ ଇଚ୍ଛା କରନ୍ତି ସେହିପରି ପ୍ରକଟ ଓ ଅନ୍ତର୍ଧାନ ହୋଇପାରନ୍ତି। କ୍ଷଣକ ଭିତରେ ସେ ଛୋଟରୁ ବଡ଼ ହୋଇଯାଆନ୍ତି, ବଡ଼ରୁ ମଧ୍ୟ ଛୋଟ ହୋଇଯାଆନ୍ତି ଏବଂ ଇଚ୍ଛା ଅନୁସାରେ ନିଜର ରୂପ ମଧ୍ୟ ପରିବର୍ତ୍ତନ କରିପାରନ୍ତି। ଏହାର କାରଣ ହେଉଛି ସେ ପ୍ରକୃତିର ନିୟମରେ ବନ୍ଧା ନୁହନ୍ତି। ପ୍ରକୃତି ତାଙ୍କ ଇଚ୍ଛାର ଅନୁଗମନ କରିଥାଏ। ତେଣୁ ଏକାଦଶ ଅଧ୍ୟାୟରେ ଅର୍ଜୁନଙ୍କ ପ୍ରାର୍ଥନା ଅନୁସାରେ ଭଗବାନ ବିଶ୍ୱରୂପ ଧାରଣ କରିନେଲେ। ପୁଣି ତାହା ଉପସଂହାର କରି ଚତୁର୍ଭୁଜ ରୂପରେ ପ୍ରକଟ ହୋଇଗଲେ। ତାହାପରେ ମନୁଷ୍ୟ ରୂପ ହୋଇଗଲେ। ଏହିପରି ଏକ ରୂପରେ ପ୍ରକଟ ହେବା ଏବଂ ସେଥିରୁ ଅପ୍ରକଟ ହୋଇ ଅନ୍ୟ ରୂପ ଧାରଣ କରିବା ଜନ୍ମିବା ବା ମରିବା ନୁହେଁ। ଏହା ଭଗବାନଙ୍କର ଲୀଳା ମାତ୍ର।